ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସୁଛନ୍ତି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କାର୍ଯ୍ୟାଳୟ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରଖି ଝାରସୁଗୁଡ଼ା ବିମାନବନ୍ଦର ସମ୍ବଲପୁର ସ୍ଥାୟୀ ହେଲିକପ୍ଟରରେ ଓହ୍ଲାଇବେ। କାର୍ଯ୍ୟକ୍ରମ ସ୍ଥଳରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଏମ୍ର ନୂତନ କୋଠାର ଉଦ୍ଘାଟନ କରିବା ସହିତ 23ଟି ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ପିଏମ୍ ଗସ୍ତରେ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି। କାରଣ ପ୍ରଧାନମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମକୁ ସମ୍ପାଦିତ କରିବାକୁ ଆସିଛନ୍ତି। ପିଏମ୍ ଗସ୍ତରେ ରାଜ୍ୟ ରାଜନୀତି ମଧ୍ୟ ସୁରକ୍ଷା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଦୂରଦର୍ଶନ ଜରିଆରେ ସିଧା ପ୍ରସାରଣ କରାଯିବ। ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଳା କହିଛନ୍ତି, ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ 3 ତାରିଖ ଅପରାହ୍ନରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ସ୍ଥାୟୀ ହେଲିକପ୍ଟରରେ ପହଞ୍ଚିବେ। ଏହାପରେ ଆଇଏମ୍ଏ କ୍ୟାମ୍ପର ଲୋକାର୍ପଣ କରିବା ସହିତ ଅନ୍ୟ ପ୍ରକଳ୍ପ ଶିଳାନ୍ୟାସ ମଧ୍ୟ ଉଦ୍ଘାଟନ କରିବେ। ରାଜ୍ୟରେ ବିଜେପି ବିଜେଡି ବିରୋଧରେ କେଉଁ ରଣନୀତି ନେଇ ନିର୍ବାଚନ ଲଢ଼ିବ ତାହାର ଦିଗ ପ୍ରସ୍ତୁତ କରିଛି ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ଜାରି କରାଯାଇଛି। ଦୀର୍ଘ ସମୟରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୋକସଭା ସିଟ୍ରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା କରାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଫେବୃଆରୀ 10ରେ ଭୁବନେଶ୍ୱର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଦିନ ଦେଶର 2ଟି ବଡ଼ ସ୍ଥାନରେ ବଡ଼ ମହିଳା ସମାବେଶ ଆୟୋଜନ ହେବ। ଏଥିରେ ମଧ୍ୟପ୍ରଦେଶ ଓ ଓଡ଼ିଶାରେ ଏହି ସମାବେଶ ଆୟୋଜନ ହେବ। ଭୁବନେଶ୍ୱରରେ 14ଟି ରାଜ୍ୟର 25,000 ମହିଳା ଏକାଠି ହେବେ। ଏହି ସମାବେଶ ଜରିଆରେ ବିଜେପି ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରିବାକୁ ଯୋଜନା କରିଛନ୍ତି।